ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ପାପ ପୁଣ୍ୟର ବିଚାର ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ କୋରାପୁଟ ଜିଲ୍ଲା ଦାମନଯୋଡ଼ିର ବିଜୟପା ସସ୍ମିତା ମିଶ୍ରଙ୍କୁ ମୁଁ ଅନୁରୋଧ କରୁଛି। ସସ୍ମିତା ଆପା ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦପଦ୍ମରେ ଅନନ୍ତ କୋଟି କୃତଜ୍ଞତା ପୂର୍ଣ୍ଣ ପ୍ରଣାମ ଏବଂ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରିଥିବା ଆପା ଭାଇମାନଙ୍କୁ ଅନ୍ତରରୁ ପ୍ରଣାମ। ଆଜିର ଆଲୋଚନାର ବିଷୟଟି ରହିଛି ପାପ ପୁଣ୍ୟର ବିଚାର। ଆମେ ସମସ୍ତେ ଜାଣିଛୁ ଯେ ପାପ ଏବଂ ପୁଣ୍ୟ ଏ ବିଷୟରେ ଆମର ଏମିତି ଏକ ସାଧାରଣ ଧାରଣା ସମସ୍ତଙ୍କ ଭିତରେ ନିଶ୍ଚିତ ଭାବରେ ରହିଛି। ପାପ କହିଲେ ଆମେ ବୁଝୁଛୁ ସେଇ କର୍ମ ଗୁଡିକ ଯୋଉଗୁଡିକ ଭଗବାନଙ୍କ ଧାରାର ବିପରୀତ। ପୁଣ୍ୟ କହିଲେ ବୁଝୁଛୁ ସେଇ କର୍ମ ଗୁଡିକ ଯୋଉଗୁଡିକ ଆମକୁ ଭଗବାନଙ୍କ ଆଡକୁ ନେଇଗଲା ଭଳି ସାହାଯ୍ୟ କରୁଥାଏ। ସେଥିପାଇଁ ଆମେ ଯେମିତି ଏବେ ଆମର କାର୍ତ୍ତିକ ମାସ ଚାଲିଛି, ଆମେ ପୁଣ୍ୟ କରିବୁ, ଶୀଘ୍ର ଉଠିବୁ, ଗାଧେଇବୁ, ନିରାମିଷ ଭୋଜନ କରିବୁ, ସାତ୍ବିକ ଭୋଜନ କରିବୁ, ଏମିତି ଗୁଡିଏ ପ୍ରଥା ମଧ୍ୟ ରଖିଛୁ ଯୋଉଗୁଡିକ କୁ ଅନୁସରଣ କରିକି ଆମେ କିଛି ପୁଣ୍ୟ ନିଜ ଜୀବନ କାଳ ମଧ୍ୟରେ ଅର୍ଜନ କରିବାକୁ ପ୍ରୟାସ କରୁ। କିଛି ଧାରା, କିଛି ନିୟମ, କିଛି ପ୍ରଥା ଯାହାକୁ ଅନୁସରଣ କରୁଛୁ। କେତେ କାର୍ଯ୍ୟ ସେଇ ପୁଣ୍ୟ ଲାଗି ଆମେ କରୁ। ଯେମିତିକି ଉଦାହରଣ ସ୍ୱରୂପ ଆମେ ଭାବିବା ମନ୍ଦିର ଯିବା ପୁଣ୍ୟ କାମ, ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବା ଏସବୁ ପୁଣ୍ୟ କାମ। ଅନ୍ୟମାନଙ୍କ ପାଇଁ କିଛି ଦାନ କରିବା ଇଏ ହଉଛି ପୁଣ୍ୟ କର୍ମ। ଏଗୁଡିକ ଆମ ପାଇଁ ପୁଣ୍ୟ ବୋଲି ଆମେ ବିଚାର କରୁ। ବଡ ମାନଙ୍କୁ ସମ୍ମାନ କରିବା, ସତ କଥା କହିବା, ସେମିତି ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବା, ଆଉ କଣ ଅନ୍ୟ କାହା ପ୍ରତି କିଛି ଛଳନାତ୍ମକ ବ୍ୟବହାର ନ କରି ସେମାନଙ୍କୁ କେବେ ନ ଠକିବା, ଇଏ ହଉଛି ପୁଣ୍ୟ। ଯଦି କେହି ଠକୁଥାଏ ଆମେ କହୁ କେତେ ପାପ କରୁଛି, କେହି ମିଥ୍ୟା କହୁଥାଏ କେତେ ପାପ କରୁଛି। କାହିଁକି ଏସବୁର ବିପରୀତ ଗୁଡିକୁ ଆମେ ପାପ ବୋଲି କହିଥାଉ। ଶାସ୍ତ୍ର ପୁରାଣ ପଠନ କରିବା ଏସବୁ ହଉଛି ପୁଣ୍ୟ। ଆଉ କିଛି ଆମର ଯାହା ଆମକୁ ମିଳିଛି ତାଠାରୁ ଅଧିକ କିଛିକୁ ଅଧିକାର କରିବା ପାଇଁ, ଧନ ସମ୍ପତ୍ତି ହଉ, କିଛି ଯୋଉ ଆମେ କହିପାରିବା କିଛି ଏମିତି ମ୍ୟାଟେରିଆଲ ପଜେସନ ବି ହଉ, ତାକୁ ଆମେ ନିଜର କରି ଅଧିକାର କରିବା ପାଇଁ ଯଦି ଚେଷ୍ଟା କରୁଛୁ ଆମେ ତାକୁ କହୁ ପାପ। ଆମେ ଜାଣୁଛୁ ଯେ କୋଉ କୋଉ କର୍ମ ଗୁଡିକ ପ୍ରାୟତଃ ପାପ ବୋଲି ବିବେଚିତ ହୁଏ, ଯୋଉଗୁଡିକ ସର୍ବସାଧାରଣଙ୍କ ଦୃଷ୍ଟିରେ ମଧ୍ୟ ଭୁଲ। ଯେମିତି ଆମେ ଦେଖିବା ଯେତେବେଳେ ଯୁଦ୍ଧ ହଉଥିଲା, ମହାଭାରତ ଯୁଦ୍ଧ, ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ କହିଲେ, ଯେତେବେଳେ ଅଶ୍ୱତ୍ଥାମା ହାତୀଟି ମୃତ୍ୟୁବରଣ କଲା, ସେ ତାଙ୍କୁ କହିଲେ ଯେ ତୁମେ କହିଦବ, କାରଣ ତୁମ କଥାକୁ ବିଶ୍ୱାସ କରିବେ ଦ୍ରୋଣାଚାର୍ଯ୍ୟ, ଆଉ କାହା କଥାର ବିଶ୍ୱାସ ନହେଲେ ମଧ୍ୟ ଯୁଧିଷ୍ଠିରଙ୍କୁ ସେ ବିଶ୍ୱାସ କରିବେ। କଣ ନା ସେ ସବୁବେଳେ ଧର୍ମରେ ଅଛନ୍ତି, ନ୍ୟାୟରେ ଅଛନ୍ତି, ସତ୍ୟରେ ଅଛନ୍ତି। ତେଣୁ ତାଙ୍କୁ କହିଲେ ଯେ ତୁମେ କହିଦେବ ନରେବା ଗୁଞ୍ଜରେବା ଅଶ୍ୱତ୍ଥାମା ହାତ ଯୋଉ କଥାଟି କହିଲେ, ଏଇ କଥାଟି କହିବା ପାଇଁ ଯୁଧିଷ୍ଠିର ମିଛ କଥାଟେ କହିଲେ। ଆମେ ଜାଣୁଛେ ସେ ଗୋଟେ ମିଛ କଥା କହିଲେ। ପାପ କଲେ କି ପୁଣ୍ୟ କଲେ ଆମେ ନିଜକୁ ସବୁବେଳେ ସେଇ ବିଷୟରେ ହିଁ ପ୍ରଶ୍ନ ପଚାରିଥାଉ। ସିଏ କେମିତି ଏମିତି ବଡ ଗୋଟେ ପାପ କରିଦେଲେ, ଏତେ ବଡ ପାପ କରିକିରି କଣ ସେ ତ କିଛି ଅସୁବିଧା ହେଲାନି, କଣ ହେଲାନି? କାହିଁକି ନା ସିଏ ସିଧାସଳଖ ଭଗବାନଙ୍କ ନିର୍ଦ୍ଦେଶରେ କିଛି କଲେ।
ତାହାକୁ ପାପ ବା ପୁଣ୍ୟ ବିଚାର କରିବା ପାଇଁ ଆମେ ସମସ୍ତେ ଅସମର୍ଥ। କାହିଁକି ଆମେ ମାନବୀୟ ସ୍ତରରେ, ମନର ସ୍ତରରେ କି ଭଗବାନଙ୍କର କାର୍ଯ୍ୟଧାରାକୁ ବୁଝିପାରିବୁନି। ତେଣୁ ଆମେ ବିଚାର ବି କରିପାରିବୁନି ତା ପାପ କି ପୁଣ୍ୟ କଣ ତାଙ୍କ ଦ୍ଵାରା ହେଲା। ଅର୍ଜୁନ ସେମିତି ମନା କରୁଛନ୍ତି ମୁଁ ଯୁଦ୍ଧ କରିବିନି। କାହିଁକି ନା ଆମେ ପୁଣ୍ୟ ବୋଲି ବିଚାର କରୁଛୁ କଣ, ବଡମାନଙ୍କୁ ସମ୍ମାନ କରିବା, ବଡମାନଙ୍କର ସୁରକ୍ଷା ଦବା, ପରିବାର ବର୍ଗଙ୍କର ଦାୟିତ୍ୱ ନବା। ତାଙ୍କୁ ହତ୍ୟା କରିବା କଣ ଆମର ଦାୟିତ୍ୱ କି? ନା ତାହା ପୁଣ୍ୟ ବୋଲି ଆମେ କେବେ କୋଉଠି ପଢିଛୁ, ନା ସେଇ କଥାକୁ କେବେ ଆମ ବିଶ୍ୱାସରେ ଧାରଣ କରିଛୁ? ତାହା ବି ନୁହେଁ। ତେବେ ଏମିତି ଭାବରେ ଯୋଉ କାର୍ଯ୍ୟ ସ୍ୱୟଂ କଲେ, ଅର୍ଜୁନ ହତ୍ୟା କଲେ ତାଙ୍କର ପ୍ରିୟ ପରିଜନଙ୍କୁ, ତାହେଲେ ତାହା ବି ପାପ ପୁଣ୍ୟ ଉର୍ଦ୍ଧ୍ୱର ଗୋଟିଏ କଥା। କାହିଁକି ନା ତାହା ବି ସିଧାସଳଖ ଭଗବତ ନିର୍ଦ୍ଦେଶରେ ଯୋଉ କର୍ମ କରାଯାଏ। ତେଣୁ ତାହା ଆମର ବିଚାରକୁ ନ ଆସିବା ଭଲ। କାରଣ ସେଇ ଚେତନା ସ୍ତରକୁ ଯିବାର ଗୋଟେ ପର୍ଯ୍ୟାୟ ରହିଛି, ଯୋଉଠି ସିଧାସଳଖ ଭାଗବତ ନିର୍ଦ୍ଦେଶରେ ଆମେ କିଛି କର୍ମ କରିବୁ ଏବଂ ତଦନୁଯାୟୀ ତାହା କର୍ମଟି ସଂଗଠିତ ହବ। ସେଥିରେ ପାପ ବା ପୁଣ୍ୟର ପ୍ରଶ୍ନ ହିଁ ଉଠିବ ନାହିଁ। କିନ୍ତୁ ସେମିତି ଜଣେ ଯେତେବେଳେ କିଛି ଲୋକ, କିଏ ଗୋଟେ ଲୋକଟିଏ, କିଛି କୌଣସି ବ୍ୟକ୍ତି କିଏ, ସେ ଏମିତି ଅନେକ ଲୋକଙ୍କୁ ହତ୍ୟା କରିଦବ ଖାଲିରେ, ଆମେ ତାକୁ ପାପ ବୋଲି କହିବା ନିଶ୍ଚୟ। କାହିଁକି ନା ତାର କଣ ହେଇପାରିଛି, ସିଧାସଳଖ ଭଗବତ ନିର୍ଦ୍ଦେଶ ପାଇନାହିଁ, ବା ସିଏ ସିଧାସଳଖ ସେଇଭଳି ଚେତନାରେ ଥାଇ ଯେ ହତ୍ୟା କରୁଛି ତାହା ବି ଆମେ କହିପାରିବାନି। କାରଣ ସିଏ ଅର୍ଥ ଲୋଭରେ ହତ୍ୟା କରୁଥାଇପାରେ, କୌଣସି ପ୍ରକାରେ ସେ କିଛି ପାଇଯିବ ବୋଲି ବ୍ୟକ୍ତିକୁ ହତ୍ୟା କରି ସେମାନଙ୍କ ଠାରୁ କିଛି ହାସଲ କରିବା ଲାଗି, ବା କୌଣସି କିଛି ପୂର୍ବ କ୍ରୋଧକୁ ରଖି ପ୍ରତିହିଂସା ପରାୟଣ ହେଇ ସେ ହତ୍ୟା କରିଥାଇପାରେ। କିନ୍ତୁ ଯେତେବେଳେ ସୈନିକଟିଏ ସେ ରହିଛି ବର୍ଡରକୁ ଜଗିକିରି, ସେଠି କୌଣସି ପ୍ରକାରର ସମ୍ଭାବନା ସେ ଦେଖୁଛି କ୍ଷୟକ୍ଷତି ହବାର, ଦେଶ ପାଇଁ କୌଣସି ଶତ୍ରୁ ଆକ୍ରମଣର ସମ୍ଭାବନା ସେ ଦେଖୁଛି, ସେଠି ସେ ହତ୍ୟା କରୁଛି, ତାକୁ ଆମେ ପାପ ବୋଲି ଆଖ୍ୟା ବି ଦେଇପାରିବାନି। ଆମେ ତାକୁ କଣ କହିପାରିବା, ଯେ ତାହା ଦେଶର ହିତ ପାଇଁ, ଦେଶର ରକ୍ଷା ଲାଗି ଯୋଉ କାର୍ଯ୍ୟ କରୁଛି ତାହା ପୁଣ୍ୟର ଅନ୍ତର୍ଭୁକ୍ତ ହେଇପାରିବ। ଏମିତି ଭାବରେ ହେଇଥାଏ। ଆମ ଧାରଣା ଭିତରେ ଏମିତି କିଛିଟି ସ୍ପଷ୍ଟତା ରହିଛି। ତେବେ ଏଇ ପାପ କଣ, ତାହାରି ବିଷୟରେ ଶ୍ରୀ ଅରବିନ୍ଦ କହୁଛନ୍ତି, sin is that which was once in its place, persisting now it is out of place. There is no other sinfulness. ପାପଟା କଣ, ତାହାରି ଯୋଉ ସଂଜ୍ଞାଟି ଆମେ ଏଇଥିରୁ ସ୍ପଷ୍ଟ ଭାବେ ପାଇପାରିବା। ପାପ କଣ ନା, ଯେକୌଣସି ଯୋଉ ଜିନିଷଟା ପୂର୍ବରୁ ତାର ଯଥାର୍ଥ ଜାଗାରେ ଥିଲା, ବର୍ତ୍ତମାନ ତା ବିଚ୍ୟୁତ ହେଇଯାଇଛି, ତାର ଠିକ ସ୍ଥାନରେ ସେଇ କାର୍ଯ୍ୟଟି କରାଯାଇ ନାହିଁ, ତାକୁ ଆମେ ପାପ ବୋଲି କହିବା। ଯେମିତି ଉଦାହରଣ ହେଲା, ପାପ ହଉଛି ଏମିତି ଗୋଟିଏ କଥା, ପ୍ରଭୁ କହୁଛନ୍ତି, ଯାହା ଦିନେ ନିଜର ଯଥାର୍ଥ ସ୍ଥାନରେ ଥିଲା, ଏବେ ସ୍ଥାନଚ୍ୟୁତ ହେଇକି ଏହା ପାପ ବୋଲି ବିବେଚିତ ହେଉଛି। ଏହା ଛଡା ପାପ ବୋଲି ଅନ୍ୟ କିଛି ନାହିଁ। ସିନଫୁଲନେସ, ପାପ ବୃତ୍ତି ବୋଲି ଅନ୍ୟ କିଛି ନାହିଁ। ତାହେଲେ ମା ବି ସେଇ କଥା କହୁଛନ୍ତି, an expression which is distorted in its appearance. ଆମେ ଯାହାକୁ ପାପ ବୋଲି କହୁ, ବାସ୍ତବରେ ତାର ନିଜସ୍ୱ ଅସ୍ତିତ୍ୱ ବୋଲି କିଛି ନାହିଁ। ତାହା ନିଜ ସ୍ଥାନରୁ ବିଚ୍ୟୁତ ହେଇ ଖସି ପଡିଥିବା ଗୋଟିଏ ଆବେଗ, ଗୋଟିଏ କାର୍ଯ୍ୟ। ଆମେ ଗୋଟିଏ କାହାଣୀ ଯଦି ନବା, 3000 ବର୍ଷ ପୂର୍ବେ ବୈଶାଳୀରେ
ଯୋଉ ଥିଲେ ନଗରବଧୂ ଆମ୍ରପାଲି, ସବୁ ପ୍ରକାର ତାଙ୍କୁ ସୁବିଧା ଦିଆଯାଇଥାଏ, ଧନ ସମ୍ପତ୍ତି ସବୁ କିଛି, ପାୱାର ମଧ୍ୟ ତାଙ୍କ ପାଖରେ ଥାଏ। କାରଣ ସେତେବେଳେ ତାଙ୍କର ପରମ୍ପରା ଥିଲା ତାଙ୍କ ନଗରୀରେ ଯେ ସବୁଠାରୁ ସୁନ୍ଦରୀ ଯେ କନ୍ୟା ସେମାନେ ଜଣକରେ ହିଁ ରହିପାରିବେନି, ସେମାନଙ୍କୁ ନଗର ବଧୂ ବୋଲି କୁହାଯାଉଥିଲା। ଏବଂ ସେମାନେ ସମଗ୍ର ଇଭିନ୍ ତାଙ୍କ ନଗର ଏବଂ ଅନ୍ୟ ଦୂର ଦୂରାନ୍ତର ସମ୍ରାଟ ମାନେ ମଧ୍ୟ ତାଙ୍କୁ ସାନ୍ନିଧ୍ୟ ପାଇଁ ସେମାନେ ବି ଆସୁଥିଲେ। ତେଣୁ ସେମାନଙ୍କ ପାଇଁ ସବୁ ସୁବିଧା, ବିଶାଳ ମହଲ, ଏକଦମ ସମସ୍ତ କିଛି, ସୈନ୍ୟ ସାମନ୍ତଙ୍କର ସୁରକ୍ଷା, ଧନ ସମ୍ପତ୍ତି, ଏବଂ ସେମାନେ ଯାହା କହିବେ ତାହା ସେମାନେ କରିପାରୁଥିଲେ, ଯୁଆଡେ ଯିବାକୁ ଚାହିଁବେ ଯାଇପାରୁଥିଲେ। ଏମିତି ସମସ୍ତ ସୁବିଧା ଥିବା ସତ୍ତ୍ୱେ ଏପରିକି ସେତେବେଳେ ସେ ମଗଧ ସମ୍ରାଟ ବିମ୍ବିସାରଙ୍କର ଯୋଉ ପ୍ରେମ ନିବେଦନକୁ ମଧ୍ୟ ସେ ଅସ୍ୱୀକାର କରିଦେଇଥିଲେ। ଯଦିଓ କିଛି କାଳ ତାଙ୍କ ସହିତ ସମୟ ଅତିବାହିତ କରିଥିଲେ, କିନ୍ତୁ ସମ୍ରାଜ୍ଞୀ ହେବା ଲାଗି ଅସ୍ୱୀକାର କରିଥିଲେ ନିଜ ରାଜ୍ୟର ସୁରକ୍ଷା ଦୃଷ୍ଟିରୁ। ବିଭିନ୍ନ ପ୍ରକାର ତା ପଶ୍ଚାତରେ କାରଣ ରହିଥିଲା। କିନ୍ତୁ ସିଏ ଏତେ ସମସ୍ତ କିଛି ପାଇବା ପରେ ବି ଏମିତି ପତିତ କାର୍ଯ୍ୟ ଭିତରେ ଜୀବନ ଅତିବାହିତ କରୁଥିଲା ବେଳେ ବି, ସମସ୍ତ ସୁଖ ସମ୍ପଦ ଭୋଗ କରୁଥିଲା ବେଳେ ମଧ୍ୟ ତାଙ୍କ ଭିତରେ କାହିଁକି କେଜାଣି ଗୋଟେ ଭାବ ଥିଲା ଯେ ସିଏ କିଛି ଏକ କଥାରୁ ବଞ୍ଚିତ ରହିଛନ୍ତି, କିଛି କଥା ତାଙ୍କ ଜୀବନରେ ଅଭାବ ରହିଛି। ମନ ଭିତରେ ଏଇ କଥାଟି ରହିଥାଏ। ଥରେ ଗୌତମ ବୁଦ୍ଧ ସେଇ ନଗରୀକୁ ଆସିଛନ୍ତି ବୈଶାଳୀ, ଏବଂ ତାଙ୍କର ତ ଆମ୍ରପାଲିଙ୍କ ପାଇଁ ବିଶାଳ ଉଦ୍ୟାନ ସବୁ ରହିଥିଲା, ବହୁତ ବଡ ବଡ ଉଦ୍ୟାନ, ସମସ୍ତ ପ୍ରକାର ଅୟସ ଆରାମର ସୁବିଧା କରାଯାଇଛି। ଗୌତମ ବୁଦ୍ଧ ଆସି ତାଙ୍କରି ଏକ ଉଦ୍ୟାନ ମଧ୍ୟରେ ବିଶ୍ରାମ ନେଉଛନ୍ତି ଏବଂ ତାପରେ ଦେଖୁଛନ୍ତି, ଲକ୍ଷ୍ୟ କରୁଛନ୍ତି ଆମ୍ରପାଲି ସେ ବସିଲେ ଏବଂ କେତେ ହଜାର ହଜାର ଶ୍ରୋତା ତାଙ୍କ ପାଖରେ ବସିଛନ୍ତି, କେତେ ଭିକ୍ଷୁ ତାଙ୍କ ଚତୁଃପାର୍ଶ୍ୱରେ ବସିଛନ୍ତି ଏବଂ ସେଇଠି ସେ କିଛି କହୁଛନ୍ତି। ବୁଦ୍ଧଦେବ ତାଙ୍କ ମନ ଭିତରେ ଲାଗିଲା, ଏଇ ଦୃଶ୍ୟ ଦେଖିକି ତାଙ୍କ ଭିତରେ ଭାବଟି ଆସିଲା, ଯାଇ ବୁଦ୍ଧଦେବଙ୍କୁ ପ୍ରଣାମ କଲେ ଏବଂ ନିବେଦନ କଲେ, ଆଜି ମୋର କୁଟୀରରେ ଆପଣ ଆତିଥ୍ୟ ଗ୍ରହଣ କରିବେ, ସାନ୍ଧ୍ୟ ଭୋଜନ କରିବେ। ସମସ୍ତେ ଆଶ୍ଚର୍ଯ୍ୟଚକିତ ନୟନରେ ଚାହିଁଛନ୍ତି ଯେ ଆମ୍ରପାଲିଙ୍କ ଭଳି ଜଣେ ମହିଳାଙ୍କୁ ବୁଦ୍ଧଦେବ କଣ କହିବେ, କି ଉତ୍ତର ଦେବେ। ସେ କହୁଛନ୍ତି, ଚାହିଁ ରହିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହେଇ। ଆମ୍ରପାଲି ତାଙ୍କର ପାଦ ତଳେ ପଡି ଯାଉଛନ୍ତି ଗୌତମ ବୁଦ୍ଧଙ୍କ ପାଖରେ ଏବଂ କହୁଛନ୍ତି, ତ୍ରାହି ମାମ୍, ତ୍ରାହି ମାମ୍। ବୁଦ୍ଧଦେବ କହୁଛନ୍ତି, ତଥାସ୍ତୁ। ତାପରେ କହିଲେ, ତୁମର କଣ କହିବାର ଅଛି? ନା, ଆପଣ ମୋର ଏଇ ଛୋଟ ନିବେଦନଟିକୁ ଗ୍ରହଣ କରି ମୋର କୁଟୀରରେ ପଦାର୍ପଣ କରନ୍ତୁ ଏବଂ ରାତ୍ର ଭୋଜନର ନିମନ୍ତ୍ରଣକୁ ସ୍ୱୀକାର କରନ୍ତୁ। ସମସ୍ତେ ଭିକ୍ଷୁଗଣ ମଧ୍ୟ ଏକ୍ସପେକ୍ଟ କରୁନାହାନ୍ତି, ଆଶା କରୁନାହାନ୍ତି ଯେ ଏଠି ବୁଦ୍ଧଦେବ ହଁ କରିବେ, କିନ୍ତୁ ବୁଦ୍ଧଦେବ ସମସ୍ତଙ୍କୁ ଚକିତ କରିଦେଇ ତାଙ୍କର ଆତିଥ୍ୟ ସ୍ୱୀକାର କଲେ। ତାଙ୍କର ପ୍ରିୟ ଶିଷ୍ୟ ଆନନ୍ଦ ବୁଦ୍ଧଦେବଙ୍କୁ ପଚାରୁଛନ୍ତି, ଆପଣ ଏଇଭଳି ଜଣେ ମହିଳାଙ୍କର ଆତିଥ୍ୟ କିଭଳି ସ୍ୱୀକାର କରିପାରୁଛନ୍ତି ଗୁରୁଦେବ? ବୁଦ୍ଧଦେବ କହୁଛନ୍ତି, ତାଙ୍କ ଚକ୍ଷୁରୁ ଯୋଉ ଲୋତକ ଝରୁଛି, ତାଙ୍କର ବ୍ୟାକୁଳତା ତାଙ୍କ ହୃଦୟର, ତାଙ୍କର କଥା ମାଧ୍ୟମରେ, ତାଙ୍କର ଭକ୍ତି ମାଧ୍ୟମରେ, ତାଙ୍କର ନିଜର ଆତ୍ମସମର୍ପଣ ମାଧ୍ୟମରେ ପ୍ରକାଶିତ ହେଉଛି।
ତାଙ୍କର ଅନ୍ତର ଭିତରର ସେଇ ଅସ୍ୱସ୍ତି ଭାବ ସବୁ କିଛି ତାଙ୍କୁ ଶୁଦ୍ଧ କରିବାରେ ଲାଗିଛି ଏବଂ ତାଙ୍କ କୁଟୀରକୁ ଯିବା ପାଇଁ ସେଇଥିପାଇଁ ମୁଁ ହଁ କରିଛି ଏବଂ ଯାଇଛନ୍ତି ସେଠି ସେ ତାଙ୍କର ଦେଇଥିବା ଭୋଜନକୁ ମଧ୍ୟ ଗ୍ରହଣ କରିଛନ୍ତି। ତାପରେ ସେଇଠି ଆମ୍ରପାଲି ତାଙ୍କର ପାଦ ତଳେ ପ୍ରଣାମ କରିଛନ୍ତି ଏବଂ ନିବେଦନ କରିଛନ୍ତି ଯେ ମତେ ଏକ ଭିକ୍ଷୁ ବସ୍ତ୍ର ପ୍ରଦାନ କରନ୍ତୁ। ତାପରେ ଜଣେ ଭିକ୍ଷୁ ତାଙ୍କର ବସ୍ତ୍ର ପ୍ରଦାନ କଲେ ଏବଂ ତାକୁ ସେ ପରିଧାନ କରି ସେଇ ମୁହୂର୍ତ୍ତରୁ ବୁଦ୍ଧಂ ଶରଣଂ ଗଚ୍ଛାମି ସଂଘଂ ଶରଣଂ ଗଚ୍ଛାମି କରି ତାଙ୍କରି ଅନୁଗାମୀ ହେଇପଡୁଛନ୍ତି। ଏଇ ଜିନିଷଟି ଟିକେ ପୂର୍ବରୁ ତାଙ୍କରି ଭକ୍ତ ଶିଷ୍ୟ ମୁଖ୍ୟ ଶିଷ୍ୟ ଆନନ୍ଦଙ୍କ ଭିତରେ ଏତେ ଆଲୋଡ଼ନ ଆଣିଥିଲା ଯେ ପ୍ରକୃତରେ ଏମିତି ଏକ ପାପକୁ କିଭଳି ଭାବରେ ଗୁରୁଦେବ ସ୍ୱୀକାର କରୁଛନ୍ତି। ଏମିତି ଏକ ଭୟଙ୍କର ପାପ, ନାରୀ ପୁଣି ଏମିତି ପତିତା ନାରୀ ଯାହାଙ୍କୁ ଶିଷ୍ୟ ରୂପେ ମଧ୍ୟ ଗ୍ରହଣ କରୁଛନ୍ତି ସ୍ୱୟଂ ବୁଦ୍ଧଦେବ। ସେଇଠି ଗୌତମ ବୁଦ୍ଧ ତାଙ୍କୁ ସ୍ପଷ୍ଟ କରୁଛନ୍ତି ଯେ ବାସ୍ତବରେ ଏମିତି କୌଣସି କର୍ମ ଏଇଠି ଆମେ ସେ ଯୋଉଭଳି ପରିସ୍ଥିତିରେ ରହି ସେ କର୍ମଟି କରିଛନ୍ତି ତାହା ପୂର୍ବ କଥା। ବର୍ତ୍ତମାନ ସମୟରେ ତାଙ୍କ ଭିତରେ ଯୋଉଭଳି ସ୍ଥିତି ରହିଛି, ତାଙ୍କ ଚେତନାରେ ଯୋଉଭଳି ଅସ୍ୱସ୍ତି ଭାବ, ତାଙ୍କ ଚେତନାରେ ଯୋଉ ରହିଛି ଭାବଟି ଯେ ଏଇଭଳି କର୍ମରୁ ନିବୃତ୍ତ ହେଇ ସିଏ ଭଗବାନଙ୍କ ଦିଗରେ ଯିବେ, ଏଇ ଯୋଉ ଅଭାବ ବୋଧ ଅନ୍ତର ଭିତରେ ସେ ଅନୁଭବ କରୁଛନ୍ତି, ବର୍ତ୍ତମାନର ସ୍ଥିତି ପରିବର୍ତ୍ତିତ ହେଇଯାଇଛି ଏବଂ ସିଏ ସେଇ ଯୋଉ କର୍ମଟି କରିଥିଲେ, ଯୋଉ ଚେତନା ମଧ୍ୟରେ ତାକୁ କରିଥିଲେ, ତାହା କଣ ହେଇଥିଲା? ଜଷ୍ଟ ଗୋଟେ ଚେତନାର ବିଚ୍ୟୁତି। ଚେତନା ଯୋଉ ସ୍ତରରେ ରହିବା କଥା, କର୍ମଟି ଯୋଉ ସ୍ତରରେ ହେବା କଥା, ତାହାର ଗୋଟେ ବିଚ୍ୟୁତି ଘଟିଥିଲା କିଛି କାଳ। ସେଇ ସ୍ଥାନରେ ଯଥାସ୍ଥାନରେ କର୍ମଟି ହେଇପାରିନି, ଯଥାର୍ଥ ଚେତନାରେ ହେଇପାରିନି, ତେଣୁ ତାହା ପାପ ବୋଲି ବିବେଚିତ ହେଲା। ବର୍ତ୍ତମାନ ଯୋଉ କର୍ମଟି ସେ କରିଛନ୍ତି, ଯାହା ସିଏ ଆଶା କରିଛନ୍ତି, ଯାହା ପ୍ରାର୍ଥନା କରିଛନ୍ତି, ଯୋଉଭଳି ନିଜକୁ ନିବେଦନ କରିଛନ୍ତି, ଇଏ ଯଥାର୍ଥ ସ୍ଥାନରେ ଆସି ପହଞ୍ଚିଗଲା, ତେଣୁ ଇଏ ହେଇଗଲା ପୁଣ୍ୟ। ସେଇଭଳି ଏମିତି ଗୋଟେ କର୍ମ ନାହିଁ ଯେ ବାସ୍ତବରେ ପାପ ବୋଲି ଏମିତି ଗୋଟେ କିଛି କର୍ମର ଅସ୍ତିତ୍ୱ ନାହିଁ। ଯଥାର୍ଥ ଚେତନାରେ ତାହା କରାହେଇନି, ସେ କାର୍ଯ୍ୟଟି ଯଥାର୍ଥ ସ୍ଥିତିରେ ନାହିଁ, ତେଣୁ କରି ହିଁ ପାପ ବୋଲି ତାକୁ କୁହାଯାଉଛି। ଯିଏ ଯୋଉ କଥାଟି କରିବା କଥା, ଯେମିତି ଆମେ ଗୋଟେ ମନୋଜ ଦାସଙ୍କର ଗୋଟେ ସୁନ୍ଦର ଉଦାହରଣ, ଯେମିତି ସିଂହଟେ ହଉ କି ବାଘଟେ ହଉ, ତାର ଅଭୟାରଣ୍ୟରେ ସେ ଅଛି, ଆମେ ତାକୁ ଭାରି ଆନନ୍ଦ ଅନୁଭବ କରୁଛୁ ଦେଖିକିରି, କିନ୍ତୁ ହଠାତ୍ ଯଦି ଗୋଟେ ବାଘ ଆମ ଘର ଅଗଣାରେ ଆମେ ଦେଖିବୁ, ସେତେବେଳେ ଆମେ ବହୁତ ଡରିଯିବୁ। ତା ନିଜ ଜାଗାରେ ସେ ରହିଥିଲା, ଆମେ ତାକୁ ଏନ୍ଜୟ କରୁଥିଲୁ, ନିଜ ସ୍ଥାନରେ ରହିକି ସେ ଗୋଟେ ଆନନ୍ଦର କାରଣ ହେଇଥିଲା। କିନ୍ତୁ ଯେତେବେଳେ ନିଜ ସ୍ଥାନରେ ସେ ବିଚ୍ୟୁତ ହେଇଯାଇଛି, ସେ ଆମ ପାଇଁ ଆତଙ୍କର କାରଣ ହେଇଯାଇଛି। ଠିକ ଏଇଭଳି କର୍ମଟି ଯଥାର୍ଥ ଚେତନାରେ ହେଇନି, ତାହା ହେଇଗଲା ପାପ, ଯଥାର୍ଥ ଚେତନାରେ ହଉଛି, ତାହା ହେଇଗଲା ପୁଣ୍ୟ। ଭାଗବତରେ ବି ଠିକ ସେଇ କଥା କୁହାଯାଇଛି। ମନଟି ସୁଖ ଦୁଃଖ ଦାତା, ସେ ପାପ ପୁଣ୍ୟର କରତା। ଯଦି ଯଥାର୍ଥ ମନୋଭାବରେ କାର୍ଯ୍ୟ କରାଯାଉଛି, ତାହା ପୁଣ୍ୟ ହେଇଯିବ, ଯଥାର୍ଥ ମନୋଭାବ ନାହିଁ, ତାହା ପାପ ହେଇଯିବ। ସେଇ ଆମ୍ରପାଲିଙ୍କ କଥା ବି ତାଙ୍କର ଯୋଉ ସ୍ଥିତି ମଧ୍ୟରେ ସେ ଏଇ ସ୍ତରକୁ ଆସିଲେ, ଯଦି ଆମେ ସେଇ କଥାକୁ ମଧ୍ୟ ଅଧ୍ୟୟନ କରିବା,
ବୁଝିପାରିବା କୋଉ ପରିସ୍ଥିତି ଭିତରେ ଦେଇ ସେ ସ୍ତରକୁ ଆସିଛନ୍ତି ଏବଂ ତାକୁ ନେଇକି ତାଙ୍କ ଭିତରେ କି ପ୍ରକାର ସ୍ଥିତି ରହିଛି, ସେ ତାକୁ କୋଉଭଳି ଗ୍ରହଣ ନ କରିଛନ୍ତି, କେମିତି ଭାବରେ ସେଥିରୁ ସେ ମୁକ୍ତି ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି, ତାହା ମଧ୍ୟ ସେଇ ଚେତନାର ଅନ୍ତର୍ଗତ, ଯାହା ତା ପରବର୍ତ୍ତୀ ପର୍ଯ୍ୟାୟର ତାଙ୍କୁ ସେଇ ପୁଣ୍ୟର ସ୍ତରକୁ ନେଇ ଆସିଲା। ତାହା ମଧ୍ୟ କହୁଛନ୍ତି ମା, there is no sin in man but a great deal of disease, ignorance and misapplication। ମଣିଷ ଭିତରେ ପାପ ନାହିଁ, ଏମିତି କିଛି ବ୍ୟାଧି ରହିଛି, କିଛି ଅଜ୍ଞାନତା ରହିଛି ଏବଂ ମିସ୍ଆପ୍ଲିକେସନ, କିଛି ଅପପ୍ରୟୋଗ ତା ଭିତରେ ରହିଛି, ଯୋଉଗୁଡିକ କି ସେ ଭୁଲ ଦିଗରେ ବ୍ୟବହାର କରି, ଯେମିତି ଅର୍ଜୁନ ହତ୍ୟା କରିଥିଲେ ତ ମୁଁ ବି ହତ୍ୟା କରିବି, ବା ସୈନିକଟି ଏତେ ଲୋକ ମାରୁଛି ପାପ ହଉନି, ମୁଁ ବି ଲୋକଙ୍କୁ ମାରିଦେବି, ପାପ କାହିଁକି ହବ? ସେଟା ପାପ ନୁହେଁ, ସେଟା ପୁଣ୍ୟ ବୋଲି ଆମେ କହିପାରିବାନି। ସେଠି ମିସ୍ଆପ୍ଲିକେସନ, ଅପପ୍ରୟୋଗ କରାଯାଉଛି। ତେଣୁ ଇଏ ହଉଛି ପାପ। ପାପ ବୋଲି ସ୍ୱତନ୍ତ୍ର ଅସ୍ତିତ୍ୱ ନାହିଁ, କିନ୍ତୁ ଏ ଗୋଟେ ପ୍ରକାର ବ୍ୟାଧି। ବ୍ୟାଧି ହେଇପାରେ କଣ? ଯେମିତି ସମସ୍ତଙ୍କୁ ହଇରାଣ କରିବା, ହରକତ କରିବା, କଷ୍ଟ ଦବା, ଏଇଗୁଡାକୁ ଗୋଟେ ମନୋଭାବ କାହା ଭିତରେ ରହିଥାଏ, ତାଙ୍କର ଯୋଉ ଆମେ ତାକୁ କହିପାରିବା ଏମିତି ଗୋଟେ ମାନସିକତା ତାଙ୍କ ଭିତରେ, ଯେ ଅନ୍ୟକୁ ହଇରାଣ କରିବାରେ, କଲବଲ କରିବାରେ, କଷ୍ଟ ଦବାରେ ସେମାନଙ୍କ ଭିତରେ ଅନେକ ତୃପ୍ତି ଲାଭ କରନ୍ତି। ଏଇ ଗୋଟେ ବ୍ୟାଧି ଏବଂ ସେଇ କର୍ମ ଗୁଡାକକୁ ଆମେ ପାପ ବୋଲି କହୁ। ଏବଂ ଅଜ୍ଞାନତା ବଶତଃ କିଛି କାର୍ଯ୍ୟ ମଧ୍ୟ କରାଯାଏ, ଯୋଉଗୁଡିକ କି ଭୁଲ ପରିଣାମ ଆଣିଥାଏ, ଯୋଉଗୁଡିକ କି ଅନ୍ୟମାନଙ୍କୁ କିଛି କ୍ଷତି ପହଞ୍ଚାଏ, କିଛି ପ୍ରକାରେ ତାହା ଅସୁବିଧା ସୃଷ୍ଟି କରେ ସମାଜରେ, ପରିବେଶରେ, ପରିସ୍ଥିତି ଭିତରେ। ତେଣୁ ଆମେ ତାକୁ ପାପ ବୋଲି କହୁ। ଏବଂ କିଛି ଅପପ୍ରୟୋଗ ଯେମିତି ଏଇଭଳି, ତାହା ମଧ୍ୟ ଅସୁବିଧା ହେଇଥାଏ। ଜଣେ ଜଣକୁ ଭଲ ପାଉଛି, ଭଲ ପାଇ ସେ ଯଦି କୌଣସି କାରଣରୁ ଅସଫଳ ହେଲା, ସେ ତାକୁ ହତ୍ୟା କରିଦଉଛି। ଏଇଠି ହତ୍ୟାଟା ଏମିତି ଏକ ଅପପ୍ରୟୋଗ, ଅଜ୍ଞାନତା, ଏମିତି ଭଳି ପାପ ଗୁଡିକ ହେଇପାରେ ଲାଗିଛି ମଣିଷ ଠାରେ। ଏଇ ପାପ ପୁଣ୍ୟ, ଏଇ ଭାବ, ପାପ ଆଉ ପୁଣ୍ୟର ଭାବ କାହିଁକି ରହିଛି, ଏହା ଉପରେ ମଧ୍ୟ ଶ୍ରୀ ଅରବିନ୍ଦ କହୁଛନ୍ତି, sin and virtue are a game of resistance. We play with God in his efforts to draw us towards perfection. The sense of virtue helps us to cherish our sins in secret. ପ୍ରଭୁ କହୁଛନ୍ତି ଏଇ ପାପ ଏବଂ ପୁଣ୍ୟ are a game of resistance. We play with God. ଏଇଗୁଡିକ ପ୍ରକୃତରେ ଭଗବାନଙ୍କ ସହିତ ଆମର ଖେଳ। କଣ? ଆମକୁ ଏଇ ପରିପୂର୍ଣ୍ଣତା ଦିଗରେ ନେଇଯିବା ଲାଗି ଭଗବାନ ଯୋଉ ଚେଷ୍ଟା କରୁଛନ୍ତି, ଭଗବାନ ସବୁବେଳେ ଆମକୁ ପରିପୂର୍ଣ୍ଣତା ଦିଗରେ ନେଇଯିବାକୁ ଚାହାନ୍ତି। ଅର୍ଥାତ୍ ସମସ୍ତ ଅନୁଭୂତି ମଧ୍ୟ ଦେଇ ଚେତନାରେ ପରିପୂର୍ଣ୍ଣ ହୋଇ ଉଠିବା ଯେହେତୁ ଆମର ଜୀବନର ଲକ୍ଷ୍ୟ, ତେଣୁ ବିଭିନ୍ନ କଥା ଶିକ୍ଷା ଦେବାକୁ ଚାହାନ୍ତି ଭଗବାନ। ବିଭିନ୍ନ ପରିସ୍ଥିତି ଗୁଡିକ ଭିତରେ ଦେଇକି, ବିଭିନ୍ନ ପରିସ୍ଥିତି ଗୁଡିକ ଭିତରେ ଦେଇକି ଜ୍ଞାନ ମଧ୍ୟ ଆମକୁ ପ୍ରାପ୍ତ ହୁଏ। ଏମିତି ଅନେକ ଜ୍ଞାନ, ଅନେକ ଅନୁଭୂତି ପରିସ୍ଥିତି ଗୁଡିକ ଭିତରେ ଦେଇକି ଆମେ ପାଉ ଏବଂ ତାହାରି ଭିତରେ ଦେଇକି ସେ ଆମକୁ ସେଇ ପରିପୂର୍ଣ୍ଣ ପରମ ସତ୍ୟ ଆଡକୁ ନେଇଯାଉଛନ୍ତି। ତେଣୁ ଏଇ ପ୍ରକ୍ରିୟା ଗୁଡିକ ଭିତରେ ପାପ ଆଉ ପୁଣ୍ୟ, ଏ ଦିଟା ମଧ୍ୟ ଗୋଟେ ଗୋଟେ ପର୍ଯ୍ୟାୟ। କିନ୍ତୁ ଆମେ କଣ କରୁଛୁ ନା, ଏଇ ଯୋଉ ପାପ ପୁଣ୍ୟ ବୋଧ ଭିତରେ ଅଟକି ଯାଉଛୁ। ଆମେ ସେଇଠି ଖାଲି ସେଇ ଭାବଟିରେ ଅଟକି ଯାଉଛୁ, ଏଇ ସ୍ତରରେ ରହିଯାଉଛୁ। କିନ୍ତୁ ତାକୁ ଅତିକ୍ରମ କରିକି ଯାଇ ପୂର୍ଣ୍ଣତାରେ ପହଞ୍ଚିବା ଆମ ଜୀବନର ଲକ୍ଷ୍ୟ। ତେଣୁ ଆମେ ଯୋଉ ଅଟକି ଯାଉଛୁ, ଏଇଟା ହଉଛି ଆମର ରେଜିଷ୍ଟାନ୍ସ। ସେଇ ଆମକୁ ସେ ପୂର୍ଣ୍ଣତା ଆଡକୁ ନେବା ଲାଗି ଅନେକ ଏକ୍ସପିରିଏନ୍ସ ଦବାକୁ ଚାହୁଁଛନ୍ତି। ତା ଭିତରେ ଆମେ ଯୋଉ ବାଧା ସୃଷ୍ଟି କରୁଛୁ,
ଏଇ ଗୋଟିଏ ସ୍ତରରେ ଅଟକି ଯାଉଛୁ ଯେ କହୁଛୁ ଏଇଟା ପାପ ଏଇଟା ପୁଣ୍ୟ, ଏଠି ରହିଗଲୁ, ଏଇଟା ମୁଁ କେବେ କରିବି ନାହିଁ। ଯେମିତି ଅର୍ଜୁନ ରହି ଯାଉଥିଲେ ଯେ ମୁଁ ଏଇ ଯୁଦ୍ଧ ଲଢିବି ନାହିଁ, ମୁଁ ଯୁଦ୍ଧ କରିବି ହିଁ ନାହିଁ, ଅଟକି ଯାଉଥିଲେ। ଏଟା ଗୋଟେ ରେଜିଷ୍ଟାନ୍ସ। ଏଇ କ୍ଷେତ୍ରରେ ପାପ ପୁଣ୍ୟର ସ୍ତରକୁ ଅତିକ୍ରମ କରିଯିବାର ଆବଶ୍ୟକତା ଅଛି। ତାହା ଭଗବାନ ଆମକୁ ଶିଖେଇବାକୁ ଚାହାନ୍ତି, ସେଇ ପୂର୍ଣ୍ଣତା ଆଡକୁ ନବାକୁ ଚାହାନ୍ତି। କିନ୍ତୁ ଆମେ କଣ କରୁ ନା ଏଇଟା ପାପ ମୁଁ କରିବିନି, ବା ଯଦି ଚାଲିଛୁ ସେଇ ପାପର କ୍ଷେତ୍ରରେ ଚାଲିଛୁ ବା ପୁଣ୍ୟ ଯଦି କରିବାକୁ ଚାହୁଁଛୁ ତେବେ ସେଇଥିରେ ବି ଅଟକି ଯାଉଛୁ। କୌଣସି କ୍ଷେତ୍ରରେ କୋଉଟା ପାପ କୋଉଟା ପୁଣ୍ୟ ତାହାର ବିଭେଦତା ମଧ୍ୟ ରହିଛି, ତାହା ମଧ୍ୟ ଆମେ ଅନୁଭବ କରିବାକୁ ଚାହୁଁଛୁ। ଯେମିତି ଏଇଠି ହତ୍ୟା କରିବାଟି ତାଙ୍କ ପାଇଁ ପୁଣ୍ୟ ହିଁ ଥିଲା, କାରଣ ଧର୍ମର ସ୍ଥାପନା ଲାଗି ଏଇ ପ୍ରକାର ଯୁଦ୍ଧର ଆବଶ୍ୟକତା ଥିଲା, ଭଗବାନଙ୍କ ଯନ୍ତ୍ର ହେବାର ଆବଶ୍ୟକତା ଥିଲା। ତେଣୁ ସେଇଠି ଆମ ଭିତରେ ଯୋଉ ଧାରଣା ରହିଛି ପାପର, ତାକୁ ଅତିକ୍ରମ କରିଯିବାର ଆବଶ୍ୟକତା ରହିଥିଲା। ସେଇଠି ଅତିକ୍ରମ ନ କରିବା ପାଇଁ ଯୋଉ ପ୍ରତିରୋଧ, ସେଇଭଳି ଆମର ଭଗବାନଙ୍କ କାର୍ଯ୍ୟରେ ଏମିତି ପ୍ରତିରୋଧ ଗୁଡିକ ରହିଛି, ଯୋଉଗୁଡିକ କି ତାଙ୍କର ଯୋଉ ଚେଷ୍ଟା ଆମକୁ ପରଫେକ୍ସନ ଆଡକୁ ନବା ବାଟରେ ଆମେ ପ୍ରତିରୋଧ କରୁଛୁ, ଏମିତି କିଛି ପାପ ପୁଣ୍ୟର ପର୍ଯ୍ୟାୟ ଭିତରେ। ଆମ ଭିତରେ ଯୋଉ ପାପ ଯୋଉ କହିଲେ ଦ ସେନ୍ସ ଅଫ ଭର୍ଚ୍ୟୁ helps us to cherish our sins in secret, ଏଇ ଯୋଉ ପୁଣ୍ୟବୋଧଟା ସିଏ କଣ କରୁଛି ନା ଆମ ଭିତରେ ପାପବୋଧଟାକୁ ଗୋପନରେ ସାଇତି ରଖିବାକୁ ସହାୟକ ହଉଛି। ଏହା ମଧ୍ୟ ଗୋଟେ ଗଭୀରତର କଥା। ଆମ ଭିତରେ ପୁଣ୍ୟଟିକୁ ଧରିବା ପାଇଁ, ଆମେ ପୁଣ୍ୟ କରିବା ପାଇଁ, ଯେହେତୁ ପାପ କର୍ମଟା ସବୁବେଳେ ଅଜ୍ଞାନତା ପ୍ରସୂତ, ପୁଣ୍ୟ କର୍ମ ସିଏ ମଧ୍ୟ ସେଇ ଅହଂ ପ୍ରସୂତ। ପୁଣ୍ୟଟା ତାହା ମଧ୍ୟ ଆମେ ଭାବିବାନି ଯେ ତାହା ଚିରକାଳ ଗୋଟେ ଊର୍ଦ୍ଧ୍ୱତର ଜିନିଷ ବୋଲି, ତାହା ଅହଂର ସ୍ତରରେ ଅଟକି ଯାଉଛି। ସେଇଟା ପାଇଁ ରେଜିଷ୍ଟାନ୍ସ ବୋଲି କହିଲେ। ପାପଟାରୁ ଅତିକ୍ରମ କରିବା ଯଦି ଆମେ କହୁଛେ ଯେ ରେଜିଷ୍ଟାନ୍ସ, ଆମେ ସେଠି ରାଜି ହଉନେ, ବିରୋଧ କରୁଛେ ଅଜ୍ଞାନତାରୁ। ସେମିତି ପୁଣ୍ୟଟା ମଧ୍ୟ ଏମିତି ଅହଙ୍କାର ଭିତରେ ଆମକୁ ବାନ୍ଧି ଦିଏ, ଆମେ ସେତିକି ଭିତରେ ରହିଯାଉ, ପ୍ରତିରୋଧ କରୁ ପୂର୍ଣ୍ଣତା ଆଡକୁ ଯିବା ପାଇଁ। ପୁଣ୍ୟଟା କେମିତି ଆମକୁ ଅହଂ ପ୍ରସୂତ ଏବଂ ତାହା କେମିତି ଆମକୁ ସେଇ ଭିତରେ ବାନ୍ଧି ରଖି ବୁଝିବା କଥା। ଯେମିତି ଆମେ ଭାବୁ ଯେ ପୁଣ୍ୟ କରିବା ହଉଛି କିଛି ଶାସ୍ତ୍ର ପଢିବା, ଧର କିଛି ପୁଣ୍ୟ କରିବା, ସେଥିରେ କାହାର କିଛି କ୍ଷତି ହବାର ନାହିଁ, ନିଜେ ପଢିବୁ ଜ୍ଞାନ ଅର୍ଜନ କରିବୁ। ତା ବୋଲି ଯେ ପ୍ରତ୍ୟେକ ଦିନ କେବଳ ଶାସ୍ତ୍ରକୁ ପଢୁଥିବୁ, ସେ ଶାସ୍ତ୍ରର ଯୋଉ ଜ୍ଞାନ ରହିଛି ତାକୁ ଜୀବନରେ ପ୍ରୟୋଗ କରିବୁ ନାହିଁ, ବା ଶାସ୍ତ୍ରର ଜ୍ଞାନକୁ କେବଳ ଚର୍ଚ୍ଚା କରିବୁ ଏବଂ ଶାସ୍ତ୍ରର ଜ୍ଞାନ ଜାଣିଛୁ ବୋଲି ତାହାକୁ ଅନ୍ୟ ଜାଗାରେ ନିଜର ଗୁରୁତ୍ୱ ବଢେଇବା ଲାଗି ପ୍ରୟୋଗ କରିବୁ, ତାକୁ ଜୀବନରେ ପ୍ରୟୋଗ କରି ତାକୁ ଜୀବନ ବଞ୍ଚିବା ହଉଛି ଯଥାର୍ଥ ପୁଣ୍ୟ ଆମେ କହିପାରିବା, ଯଥାର୍ଥ ଚେତନାର ସ୍ତର। କିନ୍ତୁ ଏଇ ଯୋଉ ପ୍ରକାରେ ଆମେ ବାନ୍ଧି ହେଇଯାଉ, ଜ୍ଞାନ ବଢେଇଲୁ ଏବଂ ସେଇ ଜ୍ଞାନର ଆମର ଅଛି ବୋଲି ଆମ ଭିତରେ ଗୋଟେ ଅହଂ ଭାବ ସବୁବେଳେ ରହିଲା। ଆମେ ଏମିତି ପୁଣ୍ୟ କରୁଛୁ, ଏଇ ସବୁ ଜ୍ଞାନ ଆମ ଭିତରେ ଅଛି, ଏତେ ଏତେ ଶାସ୍ତ୍ର ପଢୁଛୁ, ଏଇ ଶାସ୍ତ୍ରରେ ଆମେ ପାଣ୍ଡିତ୍ୟ ଅର୍ଜନ କରୁଛୁ, ପ୍ରତ୍ୟେକ ଦିନ ଏଇ ଶାସ୍ତ୍ର ପଢୁଛୁ। ଯେମିତି ଆମେ ଗୋଟେ ସ୍ତରରେ ରହିଯାଉ, ମୁଁ ପ୍ରତିଦିନ ଦୁର୍ଗା ସ୍ତୋତ୍ର ପଢୁଛି, ମୁଁ ପ୍ରତ୍ୟେକ ଦିନ ସାବିତ୍ରୀ ପଢୁଛି, ମୁଁ ପ୍ରତ୍ୟେକ ଦିନ ମା ବହି ପଢୁଛି। ଏଇଟା ଗୋଟେ ଏମିତି ଇଗୋ ଆମ ଭିତରେ ରଖିଥିଲା ଯେ ମୁଁ ପ୍ରତିଦିନ ଏ ବହି ଗୁଡା ପଢୁଛି। କିନ୍ତୁ ତା ଭିତରର ଯୋଉ ସ୍ତରରେ ଆମେ ପହଞ୍ଚିବା କଥା, ସେଇ ଆଡକୁ ଆଉ ଯାଇପାରୁନୁ। ଏଇ ଲିମିଟେସନ ଭିତରେ ରହିଗଲୁ ଯେ ମୁଁ ପଢୁଛି ଯେକୌଣସି ଜିନିଷ। ତେଣୁ ମହତ୍ୱର ଉପଲବ୍ଧି ପାଇଁ ଏଇ ପାପ ପୁଣ୍ୟ ଗୁଡିକ ବାଧା ବି ହେଇପାରନ୍ତି। ପୁଣ୍ୟ କର୍ମ କରୁଥିବା ଲୋକଟିଏ ଅନେକ ସମୟରେ ଅନେକ ଆତ୍ମସନ୍ତୋଷ ଭିତରେ ବନ୍ଦୀ ହେଇକି ରହିଯାଉଥାଏ, ଆଉ ତାଠାରୁ ଯେ ଆଗକୁ ଯିବାର ଅଛି ସେ ଦିଗରେ ଆଗ୍ରହ ତାର ଆଉ ଆସେନି। ଯେମିତି ମନ୍ଦିର ଯାଉଛି ତ ପ୍ରତ୍ୟେକ ଦିନ ମୁଁ ମନ୍ଦିର ଯାଉଛି, ପ୍ରତିଦିନ ମୁଁ ମନ୍ଦିର ଯାଉଛି, ମୁଁ ଭଗବାନଙ୍କୁ ଦର୍ଶନ କରୁଛି,
ସେଠି ମନ୍ଦିର ଯାଇକି ଭଗବାନଙ୍କୁ ଦର୍ଶନ କରିବା ସେ ଗୋଟେ ପୁଣ୍ୟର ସ୍ତରରେ ହିଁ ରହି ଏଇ ପ୍ରକାର ଅହଂଟି ତାକୁ ଆଗକୁ ବଢିବାକୁ ଦିଏନି। ଆଗକୁ କଣ କରିବା କଥା ତାର, ଯେ ଅନ୍ତର ଭିତରେ ସେ ଭଗବାନଙ୍କ ସହିତ ସଂଯୁକ୍ତ ହବାର ଯୋଉ ପରିପୂର୍ଣ୍ଣ ଉପଲବ୍ଧି ଆଡକୁ ଯିବା କଥା, ସେ କଥାଟି ହେଇପାରୁନି। କିନ୍ତୁ ନିୟମଟି ସେ ମାନିଲା ପୁଣ୍ୟର, ଯେ କେବଳ ମନ୍ଦିର ଯିବ ଏବଂ ସେଇଠି ସେ ପ୍ରତ୍ୟେକ ଦିନ ପୂରଣ କରି ଚାଲିବାର ଯୋଉ ଆତ୍ମସନ୍ତୁଷ୍ଟି, ଯୋଉ ଅହଂ ତାହାରି ଭିତରେ ବାନ୍ଧି ହେଇକି ରହିଯାଏ। ତେଣୁ ପୁଣ୍ୟବୋଧଟି ଭିତରେ ଏମିତି ଗୋଟେ ପାପ ବୋଧଟି ଗୋପନରେ ସାଇତି ହେଇକି ରହେ। କାରଣ ପୁଣ୍ୟବୋଧର ଗୋଟେ ମୁଖା ପିନ୍ଧିକି ଆମେ ପୁଣ୍ୟବାନ ସାଜୁଛୁ, କିନ୍ତୁ ଆମ ଭିତରେ ସେଇ ପାପବୋଧଟି ରୂପାନ୍ତରିତ ହେଇନି। ସେଇ ଅହଙ୍କାରଟି ଯିଏକି ପାପର କର୍ତ୍ତା, କାରଣ ବିଚ୍ୟୁତ ହଉଛି ଯଥାର୍ଥ ସ୍ଥାନରୁ ଆମ ଚେତନାଟି, ସେଇ ଅହଂ ଦ୍ୱାରା ସେଇଟିକୁ ଆମେ ଭିତରେ ପାଳି ଚାଲିଛୁ। ତାହା ହିଁ ପ୍ରଭୁ କହୁଛନ୍ତି, the sense of virtue helps us to cherish our sins in secret। ତେଣୁ କୌଣସି ଗୋଟିଏ କୋଣରେ ସେଇ ପାପ ପ୍ରତି ଗୋଟେ ଆକର୍ଷଣ ଆମ ଭିତରେ ଅଛି, ତାକୁ ପରିପୋଷିତ କରୁଛୁ ଆମ ଭିତରେ ଆମେ। ତେଣୁ ଏମିତି ଭାବରେ ରହି ଆମେ ଗୋଟେ ପାପୀର କର୍ମକୁ ସମାଲୋଚନା କରୁଛୁ, ତାକୁ ଘୃଣା କରୁଛୁ, କିନ୍ତୁ ନିଜ ଭିତରେ ଏମିତି ଗୋଟିଏ ପାପ ବୋଧକୁ ଆମେ ପାଳି ପୋଷିକି ଧରି ରଖିଛୁ। ଆଉ ଏଇ ଯୋଉ ପାପର ବୋଧଟି ଆମ ଭିତରେ କାହିଁକି ଦିଆଯାଇଥିଲା? ଆମେ କହିବା ଏଇଟା ତ ଏତେ ଅସୁବିଧା କରୁଛି, ଆମକୁ ଆଗକୁ ଯିବାକୁ ଦଉନି ପରିପୂର୍ଣ୍ଣତା ଆଡକୁ, ଏ ରହିଥିଲା କାହିଁକି? ଏଇଟାର ଆବଶ୍ୟକତା ଥିଲା। ମଣିଷ ନିଜର ଯୋଉ ଦୋଷ ତ୍ରୁଟି ପ୍ରତି ତୀବ୍ର ବିତୃଷ୍ଣା ବୋଧ କରିବ, ଦୋଷ ତ୍ରୁଟି ଗୁଡିକୁ ଚିହ୍ନିବ। ଏକଥା ବି ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି। ମଣିଷର ଅହଂଭାବର ଯୋଉ ସଂଶୋଧନ ଆବଶ୍ୟକ, ତାହାରି ପାଇଁ ଭଗବାନଙ୍କର କ୍ରିୟାଧାରା ଥିଲା ଏଇ ପାପ ପୁଣ୍ୟର ବୋଧ। କିନ୍ତୁ ମଣିଷର ଅହଂଭାବ ଭଗବାନଙ୍କର ଏ ବ୍ୟବସ୍ଥାକୁ କେମିତି ସାମ୍ନା କରୁଛି? ସେ ନିଜର ପାପ ପ୍ରତି ଖୁବ କମ ସଚେତନ ହଉଛି, ଅନ୍ୟମାନଙ୍କ ପାପ ପ୍ରତି ଅତ୍ୟଧିକ ସଜାଗ ହେଇ ପଡୁଛି। ପ୍ରଭୁ ଶ୍ରୀ ଅରବିନ୍ଦ କଥା କହୁଛନ୍ତି। But man's egoism meets God's device by being very dully alive to its own sins and very keenly alive to the sins of others। ଅନ୍ୟମାନଙ୍କର ପାପ ପ୍ରତି ତାର ଦୃଷ୍ଟି ଅଧିକ ରହୁଛି, ନିଜର ପାପ ପ୍ରତି ଅଧିକ ସଜାଗତା ନାହିଁ, ଏମିତି ରହିଲା। ତେଣୁ ଭାରତର ଯେତେ ପୁରାଣ ଇତିହାସ ସବୁଠି ଆମେ ଦେଖୁଛୁ, ପାପ କଲେ କେତେ ବଡ ବଡ ଦଣ୍ଡ ଭୋଗିବାକୁ ପଡୁଛି, ନର୍କର ପରିକଳ୍ପନା ମଧ୍ୟ ତାହାରି ଭିତରୁ ହିଁ ସୃଷ୍ଟି ହେଇଛି। ଏଇସବୁର ବର୍ଣ୍ଣନା କରାଯାଇଛି, କେମିତି ତେଲ କଡେଇରେ ପକେଇକି ଉଠା ହବ, ଏଠି ଦଣ୍ଡ ଦିଆହବ, ସେଠି କଣ୍ଟା ପିଟା ହବ, କେତେ କଥା ଆମକୁ ଡରେଇ ଦିଆଯାଇଛି। କାହିଁକି? ପାପ କଲେ ଏମିତି ସବୁ କୁପରିଣାମ ଭୋଗିବ, ତେଣୁକରି ପାପ ପ୍ରତି ସଚେତନ ହବାକୁ ମଣିଷକୁ କୁହାଯାଇଛି। ନିଜର ଦୋଷ ତ୍ରୁଟି ଗୁଡିକ ପ୍ରତି ସଜାଗ ରହି ସେଇଗୁଡିକୁ ରିଜେକ୍ଟ କରିବାକୁ କୁହାଯାଇଛି ଏବଂ ସେଇଗୁଡିକ ଭିତରୁ ଶୃଙ୍ଖଳିତ ଜୀବନ ଯାପନ କରିବା ଲାଗି ଆମକୁ ପ୍ରୟାସ କରିବା ଲାଗି ଏଇ ବୋଧଟି ରଖାଯାଇଛି। ତାହା ହିଁ ଏମିତି ଗୋଟେ ଅଙ୍କୁଶ ଯେ ଆମକୁ କଣ୍ଟ୍ରୋଲ କରୁଥିଲା। କିନ୍ତୁ ଏଇ ପାପ ବୋଧଟି ଭିତରୁ ମଣିଷ କିଛି ବି ଶିକ୍ଷା କରିପାରୁନି। ସେ ଏଇ ଯୋଉ ଜ୍ଞାନ ପାଇଲା, ତାକୁ ସେ ଅନ୍ୟମାନଙ୍କ ଉପରେ ସବୁବେଳେ ପ୍ରୟୋଗ କଲା। ସେ କହିଲା ଇଏ ପାପ କରୁଛି, କିନ୍ତୁ ନିଜର ପାପ ତାର ଦୃଷ୍ଟିକୁ ଆସୁନାହିଁ। ସେ କଣ କରୁଛି? ସବୁବେଳେ ଅନ୍ୟ ଉପରେ ଆଙ୍ଗୁଳି ଦେଖାଉଛି, ନିଜ ପାପକୁ ଢାଙ୍କୁଛି। ନିଜର ପାପଟା ଯେମିତି ଭାରି ଗୌଣ, ସେ ନିଜେ କିଛି ଗୋଟେ ଭୁଲ କରିବ, ସେ କହିବ ହଁ ଏମିତି ହୁଏ। କିନ୍ତୁ ଯେତେବେଳେ ଅନ୍ୟର ଭୁଲ ଦେଖେ, ସେ ତାକୁ କଟୁ ସମାଲୋଚନା କରିବ ଏବଂ ଭାରି ହେୟ ଦୃଷ୍ଟିରେ ତାକୁ ଦେଖିବ, ହୀନ ଦୃଷ୍ଟିରେ ଦେଖିବ, ତାକୁ ଭାରି ଉପଦେଶ ଦବ, ତାକୁ ଦଣ୍ଡ ବି ଦବ, ତାକୁ ବହୁତ କିଛି ପ୍ରକାରେ ସମାଜରେ ମଧ୍ୟ ଅପମାନିତ କରିବ। ଏ ପ୍ରୟାସ କରି ଆସିଛି, କିନ୍ତୁ ନିଜର ଦୋଷକୁ ସେ କେବେ ବି ଦେଖୁନି। ଏବଂ ଆମ ଭିତରେ ଏଇଥିଲାଗି ସମାଜରେ ପାପୀଟାକୁ ସବୁବେଳେ ଗୋଟେ ଘୃଣା ଦୃଷ୍ଟିରେ ଦେଖିବାର ଅଭ୍ୟାସ ହେଇଯାଇଛି ଏବଂ ପୁଣ୍ୟବାନଙ୍କୁ ସବୁବେଳେ ଭାରି ଭଲ ପାଇବାର
ସମ୍ମାନ ଦବାର ଗୋଟେ ପ୍ରୟାସ ସମାଜ ଭିତରେ ରହିଛି। ତାହା କେତେ ଦୂର ଠିକ ହେଇପାରେ ତାରି ଉପରେ କହୁଛନ୍ତି ପ୍ରଭୁ, ଟୁ ହେଟ୍ ଦ ସିନର ଇଜ ଦ worst sin। ପାପୀଟି ପାପ କରୁଛି, ଯାହା ଗୌତମ ବୁଦ୍ଧ ଆନନ୍ଦଙ୍କୁ ସେଦିନ ବୁଝେଇଲେ, ତାକୁ କାହିଁକି ତୁମେ ଘୃଣା କରୁଛ? ପାପୀଟିକୁ ଘୃଣା କରିବା ହଉଛି ସବୁଠାରୁ ବଡ ପାପ। କାହିଁକି? ଫର୍ ଇଟ୍ ଇଜ ହେଟିଂ ଗଡ୍, ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି। କାହିଁକି ନା ଏ ପାପୀକୁ ଆମେ ଘୃଣା କରୁନୁ ଯେ ଆମେ ଭଗବାନଙ୍କୁ ଘୃଣା କରୁଛୁ। Yet he who commits it glories in his superior virtue। ଅଥଚ ଯିଏ ଏଇ ପାପଟି କରୁଛି ସେ ନିଜକୁ ଉଚ୍ଚ ସ୍ତରର ନୀତିବାନ ମନେ କରି ଗୌରବାନ୍ୱିତ ବୋଧ କରୁଛି। ଯିଏ ପାପୀକୁ ଘୃଣା କରିବାର ପାପଟି କରୁଛି, ସିଏ ଭାବୁଛି ମୁଁ ଭାରି ପୁଣ୍ୟବାନ, ସେଇଥିପାଇଁ ସେ ଭାରି ଗୌରବାନ୍ୱିତ ହେଉଛି। ସେଇଟା ହିଁ ସେଇଥିପାଇଁ ବଡ ପାପ। ଘୃଣା କରିବା କୌଣସି ପାପୀକୁ ମଧ୍ୟ ତାହା କେବେ ମଧ୍ୟ ଏକ ପୁଣ୍ୟବାନର କର୍ମ ନୁହେଁ, ତାହା ସବୁଠୁ ବଡ ପାପ। ପ୍ରକୃତରେ ଯେଉଁମାନେ ସତ୍ୟର ଅନୁସନ୍ଧାନୀ ବା ଯୋଗମାର୍ଗର ପଥିକ, ସେମାନେ ଏଇ କଥାଟାକୁ ଭଲ ଭାବେ ଜାଣି ରଖିବା ଉଚିତ ଯେ ଭଗବାନ ସବୁଠି ଅଛନ୍ତି। ସେ ପାପୀଟି ମଧ୍ୟ, ପାପୀ ଭିତରେ ମଧ୍ୟ ସେ ଅଛନ୍ତି। ଗୋଟେ ପାପୀ ଯୋଉ ପାପ କରୁଛି ତାର ପରିଣାମ ସ୍ୱରୂପ ସେ ଯୋଉ ଅସ୍ୱସ୍ତି ବୋଧ କରୁଛି, ତା ଭିତରେ ସେ ଯୋଉ କ୍ଲେଶ ଅନୁଭବ କରୁଛି, ତାହା ତାର ନିଜର ଯୋଉ ଗ୍ଲାନିବୋଧ ଜନିତ ହଉ କି ତାର ପାପ ପାଇଁ ସମାଜ ତାକୁ କୌଣସି ପ୍ରକାର ଦଣ୍ଡରେ ଦଣ୍ଡିତ କରୁ, ତାହା ଦ୍ୱାରା ତା ଭିତରେ ଗୋଟେ ବିକାଶ ସମ୍ଭବ ହଉଛି। ତେଣୁ ତାକୁ ଘୃଣା କରିବାର ଅଧିକାର ଆମର ନାହିଁ। ସେ ନିଜ ଭିତରେ ଯୋଉ ଅସ୍ୱସ୍ତି ପାଉଛି ତା ଦ୍ୱାରା ସେ ସେଇ ଷ୍ଟେଜରୁ ଉପରକୁ ଯିବାକୁ ଚେଷ୍ଟା କରୁଛି, ତାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି। ତେଣୁ ତାକୁ ଘୃଣା କରିବାର ଅଧିକାର ଆମର କୋଉଠି ଅଛି? ସେଇ ଭୁଲ କରି ବା ପାପ କର୍ମଟିଏ କରିଛି ବୋଲି ସେ ନିଜକୁ ଦେଖୁଛି ଏତେ ହୀନ ଭାବରେ, ତା ଭିତରୁ ସେ ନିଜେ ପୁଣି ବାହାରି ଆସିବାର ପ୍ରୟାସ କରୁଛି। ବା ସମାଜ ତାକୁ ଧର ଚୋରଟିଏ ବା ଡାକୁଟିଏ ହତ୍ୟା କରିଛି, ତାକୁ ଧରିକି ପୋଲିସ ତାକୁ ଦଣ୍ଡ ଦଉଛି। ସେଇ ଦଣ୍ଡ ଭିତରେ ତାର ଭିତରେ ଗୋଟେ ଅନୁତପ୍ତ ହବାର ଭାବ ଆସିଲାଣି। ତା ଭିତରେ ସେଇ ଆଉ ସେମିତି କରିବିନି ବୋଲି ଗୋଟେ ଅସ୍ୱସ୍ତିକର ସ୍ଥିତି ସୃଷ୍ଟି ହେଲାଣି, ପଶ୍ଚାତାପ ହେଲାଣି। ତେଣୁ ଆମେ ତାକୁ ଘୃଣା କରିକି ତା ଭିତରେ ଲାଭ କଣ ଆମ ଭିତରେ ହଉଛି? ସେଇଥିପାଇଁ କହିଛନ୍ତି ତାରି ଭିତରେ ଏଇ ଅନୁଭୂତି ଦେଇକି ତାକୁ ଉର୍ଦ୍ଧ୍ୱତର ସ୍ତରକୁ ନବା ପାଇଁ ଯେତେବେଳେ ଭଗବାନ ପ୍ରୟାସ କରୁଛନ୍ତି, ଆମେ ଯେତେବେଳେ ତାକୁ ଘୃଣା କରୁଛୁ, ଆମେ ଭଗବାନଙ୍କୁ ଘୃଣା କରିବା ଭଳି ହଉଛି। ତେଣୁ ଏହା ଗୋଟେ ମୂର୍ଖତା। ଆମେ ଯିଏ ଭଗବାନଙ୍କୁ ଉପଲବ୍ଧି କରିବା ପାଇଁ ଏତେ ପ୍ରଚେଷ୍ଟା କରୁଛୁ, ପୁଣି ଭଗବାନଙ୍କୁ ଘୃଣା କେମିତି କରିପାରିବୁ? ଆମେ ଭାବୁଛୁ ଆମେ ସେ ପାପୀ ଠାରୁ ଉଚ୍ଚତର ସ୍ତରର, ଆମେ ଭାରି ପୁଣ୍ୟବାନ। କାହିଁକି ନା ସେ ମିଛ କଥା କହୁଛି, ସେ ଖରାପ କାମ କରୁଛି, ସେ ମନ୍ଦିର ଯାଉନି, ସେ ବହୁତ ବଡ ପାପୀ, ସେ ଭଗବାନଙ୍କୁ ମାନୁନି। କେତେ କେତେ କଥା ଅଛି ଯୋଉଗୁଡାକୁ ନେଇକି ଆମେ ଗୋଟେ ପାପୀକୁ ବିଭିନ୍ନ ଧାରାରେ ବିଭିନ୍ନ ଉପାୟରେ ଆରୋପ କରିଥାଉ। ସେତେବେଳେ ଆମେ ନିଜକୁ ଭାରି ନୀତିବାନ ଭାବିଥାଉ, ଭାରି ପୁଣ୍ୟବାନ ଭାବିଥାଉ। ତେଣୁ ଏଇଥିରେ ଆମେ ବୁଝିବା ଆମ ଅହଂଟି କେତେ ସୁନ୍ଦର ଭାବରେ ବଢି ବଢି ଯାଉଛି। ଆମେ କୋଉ ଦୃଷ୍ଟିରୁ ଭଲ ହେଇଗଲେ, ଆମେ କୋଉ ଦୃଷ୍ଟିରୁ ପୁଣ୍ୟବାନ ହେଇଗଲେ, ଯାହାକୁ ନେଇକି ଗୋଟେ ପାପୀକୁ ଆମେ ଏତେ ଘୃଣା କରୁଛୁ, ତାହା ଉଚିତ ନୁହେଁ। ଶ୍ରୀ ଅରବିନ୍ଦ କହୁଛନ୍ତି, meanness and selfishness are the only sins that I find it difficult to pardon। ପାପ କଣ ତାହେଲେ? ଆମେ କାହାକୁ ପାପ ବୋଲି କହିବା? ଆମେ ଯେମିତି ଜାଣିଛେ ପାପ ମାନେ କଣ, ତାହା ପ୍ରଭୁ ଏଠି ଆମକୁ ଆହୁରି ସ୍ପଷ୍ଟ ଭାବରେ ବୁଝେଇ ଦଉଛନ୍ତି। ପାପର ସ୍ୱରୂପ କିଭଳି ହେଇପାରେ, କୋଉ ଗୁଡିକ କି ଅକ୍ଷମଣୀୟ ପାପ ଅପରାଧ ବୋଲି କୁହାଯିବ। meanness and selfishness,
जो संकीर्णता एवं स्वार्थपरता, संकीर्ण मनोभाव आमर जो रही एवं स्वार्थपरता जो रही, केवल ये दुईटी पाप होउछन्ति जो गुडी को क्षमा देवा मो मतर अधिक कष्टकर बोली श्री अरविंद कहउछन्ति। काहेकि ना एगुड़िक ही पाप वास्तव रे एई सब गुड़िक आमे भी जानिचे शास्त्र रु आमे भी जानिचे आमर जो अंतर भितरे आम भितरे जो 6टी रिपु रहिछन्ति, 6 रिपु काम क्रोध लोभ मद मोह माश्चर्य एगुड़ाक सबु एमानक द्वारा जो कर्म गुड़िक होउची वास्तव रे से गुड़िक ही पाप। से भितरु एई संकीर्णता स्वार्थपरता ये सबु ही से कर्म जो गुड़िक कि पाप यथार्थ रे पाप, से गुड़िक क्षमा दिया जाई पारिबा प्रकृत रे भारी कष्टकर। तेणु ए अन्य मानक भितरे किंतु एगुड़िक जदि अन्य मानक भितरे आमे देखिकी घृणा करिबा ताहा भी उचित नुहे, किंतु आम भितर जदि से गुड़ाक रहिछि ताकू संपूर्ण भाव रे हमकु ध्वंस करिबा कहब। कारण से गुड़िक एमिति पाप ताहा आम भितर जेमिति न रहू, किंतु गोटे अन्य कहा भितर से कथा अछि ताकू देखि घृणा करिबा पूर्वरु आम भितर से गुड़िक मूलोत्पाटित करिवार आवश्यकता आम भितर रही। ताहा ही प्रभु श्री अरविंद एठी हमको इंडिकेट कर दउछन। प्रभु कहउछन्ति लेट नॉट दाई वर्च्यूज बी सच एज मेन प्रेज और रिवार्ड बट सच एज मेक फॉर दाई परफेक्शन एंड गॉड इन दाई नेचर डिमांड्स ऑफ दी। आम मानक भितरे पापबोध तो किभଳି रहिछि चिन्हिबा एवं ताकू रिजेक्ट करिबा ताहा प्रभु कहउछन्ति। आम भितरे पुण्य किभଳି हवा उचित ताहा मध्य जानिबा। आम भितरे पुण्य एपरि हेबा उचित नुहे। प्रभु कहउछन्ति जाहाकू देखि लोक प्रशंसा करिवे। आमे एबे कार्तिक मास हेछि, सकाळ उठी चंदन तिलक मारी आगे आमे जदि मंदिर पळौचु लोक बहुत प्रशंसा करिवे, भारी पुण्यवान लोक, भारी धार्मिक लोक, काहेकि ना से एमती सब कार्य करूछन्ति। से भली पुण्यवान आमे हबा उचित नुहे। लोक प्रशंसा करिवे कि हमको पुरस्कार देवे, से भली हमर पुण्य हबा उचित नुहे। हमर पुण्य केमती हबो? आम स्वभाव भितरे भगवान हमठारु जहा आशा करूछन्ति सेही अनुरूप हबा दरकार। हमर पुण्य भगवान हमठारु जहा चाहुछन्ति से चाहन्ति हमठारु कोन? आम चेतना शुद्ध हो, आम चेतना ऊर्ध्वतर स्तर को जाऊ, ताहा ही पुण्य। आमे जदि निरंतर भगवत चेतना रे रहू, सदा सर्वदा जदि भगवान हमको जे भली हबा को चाहन्ति कि भली हबा को चाहन्ति से तांकरी अनुरूप आमे होई उठू, ताहा ही से चाहन्ति। तांकरी अनुरूप अर्थात आम भितरे जो सब निम्नता गुड़िक रही, जो गुड़ी को आमे जानिचु भल भाव जे गुड़ी को पाप, से गुड़ी को रिजेक्ट करिब। केवल निजको तांकर चेतना अनुଯାୟୀ गढ़िबार प्रयास करिब, ताहा ही पुण्य। निरंतर भगवत चेतना रे वास करिब, से चेतनार स्तर को उन्नीत हबु, ताहा ही पुण्य। भगवान हमको जेमिति हबा को चाहन्ति से ही चाहन्ति आमर परिपूर्णता, आम चेतना रे परिपूर्णता। समग्र परिस्थिति समग्र जीवन काल भितरे अनुभूति शिक्षा लाभ करी चेतना को परिपूर्णता आड़ को नहीं जिबा, ताहा ही पुण्य। एवं ताहारे भीतर दे भगवान को सहित केमिति निरंतर युक्त होइकी रही परिबा, तांको चेतना र अनुरूप आमे निजको किभଳି गढ़िबा, ताहा ही पुण्य। आमे पूर्वरु भाबिबा जे जदि मंदिर जिबाटी पुण्य हेई परिबोनी, आमे तांकरी अनुरूप हबार गढ़िबार प्रयास करूचु मंदिर जाइकी बोली आमे कहिबा जदि, ताहा नुहे। आमे केवल मंदिर जाई केवल बाह्य क्रियाटी भितरे रही जाउ, अंतर क्रियाटी मध्य हेबा आवश्यक, तेबे जाई ताहा पुण्य रे परिणत हबो। केवल बाह्य क्रिया पूजा अर्चना एवं
କିଛି ଦାନ ଧର୍ମ, କିଛି ଶାସ୍ତ୍ର ପଠନ, ସେଥିରୁ କିଛି ଜ୍ଞାନ ଅର୍ଜନ, ତାହା କେବଳ ପୁଣ୍ୟ ନୁହେଁ। ଅନ୍ୟକୁ ସାହାଯ୍ୟ କରିବା ତାହା ପୁଣ୍ୟ ନୁହେଁ। ପୁଣ୍ୟ ସେତେବେଳେ ହବ ଯେତେବେଳେ ଯଥାର୍ଥ ମନୋଭାବରେ ଆମେ ରହିଥାଉ, ଯଥାର୍ଥ ଚେତନାରେ ରହିବାର ପ୍ରୟାସ କରୁ। ଭଗବାନ ଆମ ଠାରୁ ଯେମିତି ଖୁସି ହେବେ ସେଇଭଳି ଜୀବନ ବଞ୍ଚିବାକୁ ଯଦି ଚାହୁଁ, ତାହା ହିଁ ପୁଣ୍ୟ। ଭଗବାନ ଏଇ ବାହ୍ୟ କ୍ରିୟାକଳାପରେ ସନ୍ତୁଷ୍ଟ ହୁଅନ୍ତିନି। ଆନ୍ତର ଚେତନା ଭିତରେ ତାଙ୍କରି ଭଳି ହୋଇ ଉଠିବା ତାହା ସେ ଚାହାନ୍ତି। ବାହାରୁ ରୂପ ଭେକରେ ପରିବର୍ତ୍ତନ ମଧ୍ୟ ସେ ଚାହାନ୍ତିନି। ସେ ଚାହାନ୍ତି ଅନ୍ତର ଚେତନାରେ ତାଙ୍କରି ଅନୁରୂପ ହୋଇ ଉଠିବା। ଆଉ ତାହେଲେ ପ୍ରଭୁ ତାହା ମଧ୍ୟ ସ୍ପଷ୍ଟ କରୁଛନ୍ତି, ଯଦି ପାପ ହେଲା ମିନନେସ୍ ଆଉ ସେଲ୍ଫିଶନେସ୍, ସେମିତି ପୁଣ୍ୟ କଣ? Courage and love are the only indispensable virtues. Even if all the others are eclipsed or fall asleep, these two will save the soul alive. ସାହସ ଆଉ ପ୍ରେମ, ଏଗୁଡିକ ହିଁ ହେଉଛନ୍ତି ସେଇ ଅପରିହାର୍ଯ୍ୟ ପୁଣ୍ୟ। ଯଦି ଅନ୍ୟ ସବୁ କିଛି ପୁଣ୍ୟ ଯଦି ସୁପ୍ତ ହେଇ ରହିଲେ, ତେବେ ବି ଏଇ ଦୁଇଟିର ସାମର୍ଥ୍ୟ ଅଛି ଆତ୍ମାର ସୁରକ୍ଷା କରିଦେଇ ପାରିବ, ଏ ଜଗତକୁ ଉଦ୍ଧାର କରିପାରିବ। ଏଇଭଳି ଦୁଇଟି ପୁଣ୍ୟ ଦରକାର, ସାହସ ଏବଂ ପ୍ରେମ। ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କ ଭିତରେ ଭଗବାନଙ୍କୁ ଦେଖିବା, କୌଣସିଥିରେ ଭୟଭୀତ ନହେବା, କୌଣସି ପରିସ୍ଥିତିରେ ଆମେ ଆତୁର ହେଇ ନ ପଡିବା, ସାହସ ରଖିବା। ଭଗବାନଙ୍କ ଠାରେ ବିଶ୍ୱାସ ରହିଲେ ସାହସ ଆସେ। ତେବେ ସେଇ ବିଶ୍ୱାସର ସହିତ ସେଇ ସାହସ, ସେଇ ସବୁରି ଭିତରେ ଭଗବାନଙ୍କୁ ଦେଖି ସେଇ ଦିବ୍ୟ ପ୍ରେମର ପରିପ୍ରକାଶ, ତାହା ହିଁ ପୁଣ୍ୟ। ତେଣୁ ଏଇଭଳି ପୁଣ୍ୟ ଆମେ ଅର୍ଜନ କରିବା ଏବଂ ପାପର ସ୍ୱରୂପ ମଧ୍ୟ ଆମେ ଜାଣିଲେ ସେଭଳି ମିନନେସ୍ ଆଉ ସେଲ୍ଫିଶନେସ୍ ଭଳି, ଅହଙ୍କାର ଭଳି ପାପ ଗୁଡିକୁ ବର୍ଜନ କରିବାର ପ୍ରୟାସ କରିବା। ଆଉ ଯେତେ ଦିନ ଯାଏ ମଣିଷ ତାର ପୁଣ୍ୟକୁ ନେଇକି ଗର୍ବ କରୁଥିବ, ସେତେ ଦିନ ଯାଏ ଭଗବାନ ତାକୁ ସେଇ ପାପ ଭିତରେ ହିଁ ପତିତ କରିବାର ସୁଯୋଗ ଦଉଥିବେ, ପତିତ ହୋଇଯିବାର ସୁଯୋଗ ଦଉଥିବେ, ତାକୁ ଶିଖେଇବେ ଯେ କେମିତି ଭାବରେ ଜୀବନ ବଞ୍ଚିବାକୁ ହବ। ତେଣୁ ପୁଣ୍ୟବୋଧର, ମୁଁ ପୁଣ୍ୟାତ୍ମା ବୋଲି ଭାବଟିଏ ଭିତରେ ନିଜକୁ ବାନ୍ଧି ନ ରଖି, ତାରି ଅହଂ ଭିତରେ ଆବଦ୍ଧ ନ ହେଇ ସେଇ ସୀମାକୁ ଅତିକ୍ରମ କରିଯାଏ ସେଇ ମହତ୍ତର ଚେତନାର ସ୍ତରକୁ ଉନ୍ନୀତ ହେଇଯିବା ହିଁ ଯଥାର୍ଥ ପୁଣ୍ୟ। ତେଣୁ এই ଆଧ୍ୟାତ୍ମିକତା ଦୃଷ୍ଟିରୁ ପାପ ପୁଣ୍ୟ ହେଉଛି ଭିନ୍ନ କଥା। ବାହ୍ୟ ଧାରଣା ଭିତରେ, ସାଧାରଣ ମାନବିକତା ଭିତରେ ପାପ ପୁଣ୍ୟର ଯୋଉ ସଂଜ୍ଞା ଆମେ ପାଇଥିଲେ, ଏଇ ଆଧ୍ୟାତ୍ମିକତାର ଧାରାରେ ତାହାର ଭିନ୍ନତା ଆମେ ଜାଣିପାରିଲେ। ତେଣୁ କୌଣସି କିଛି ଦ୍ୱାରା, ବାହ୍ୟ ପଦ୍ଧତି ଦ୍ୱାରା ପରିଚାଳିତ ନ ହେଇ ଯେତେବେଳେ ସେ ଯଥାର୍ଥ ଶୃଙ୍ଖଳାଟି ଅନୁସରଣ କରିବ, ଅର୍ଥାତ୍ ସେଇ ଭାଗବତ ଚେତନାରେ ପରିପୂର୍ଣ୍ଣ ହୋଇ ଉଠିବା ଲାଗି ଯୋଉ ଶୃଙ୍ଖଳା, ତାହା ହିଁ ପୁଣ୍ୟ। ଏବଂ ତାହାର ବିପରୀତ ଯେତେକ କାର୍ଯ୍ୟଧାରା, ତାହା ହିଁ ପାପ। ତେଣୁ ନିଜକୁ ପରିପୂର୍ଣ୍ଣ ଭାବରେ ରୂପାନ୍ତରିତ ହେବା ଯାଏ ଆମକୁ ଏଇଭଳି ପାପ ପୁଣ୍ୟର ଧାରାକୁ ଅନୁସରଣ କରି ଅନ୍ୟମାନଙ୍କ ଭିତରେ ପାପ ବା ପୁଣ୍ୟର ଭାବକୁ ଦେଖି ଘୃଣା କରିବା ବା ଅଧିକ ସମ୍ମାନ ଦେବାର ସ୍ତରକୁ ପ୍ରବେଶ ନ କରି ନିଜ ଭିତରର ପାପ ପୁଣ୍ୟ ପ୍ରତି ଅଧିକ ସଚେତନ ହୋଇ ଉଠିବା ହିଁ ଆମର ଯଥାର୍ଥ ଯୋଗ ସାଧନା ହବ। ଯଥାର୍ଥ ଚେତନାରେ ଆରୋହଣ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରୟାସ ହୋଇ ଉଠିବ। ତେବେ ଯେତେ ପର୍ଯ୍ୟନ୍ତ ନିଜକୁ ଆମେ ଶୃଙ୍ଖଳିତ କରିପାରିନାହୁଁ, ସେଇ ପରିପୂର୍ଣ୍ଣ ଚେତନା ପର୍ଯ୍ୟନ୍ତ ଯାଇ ରୂପାନ୍ତରିତ ନ ହେଇପାରିଛୁ, ସେତେ ପର୍ଯ୍ୟନ୍ତ ମା ପ୍ରଭୁଙ୍କର ଏଇ ଯୋଉ ସୁନ୍ଦର ବାଣୀ ଗୁଡିକ ଆମ ଜୀବନର ପଥ ପ୍ରଦର୍ଶକ ହୋଇ ଉଠନ୍ତୁ, ଆମକୁ ଯଥାର୍ଥ ସେଇ ପୁଣ୍ୟ ଦିଗରେ ପରିଚାଳିତ କରନ୍ତୁ। ଏହି ପ୍ରାର୍ଥନା ସହିତ ଆଜିର ଆଲୋଚନାକୁ
ମାଙ୍କ ପାଦ ପଦ୍ମରେ କୃତଜ୍ଞତାପୂର୍ଣ୍ଣ ପ୍ରଣାମ ସହିତ ନିବେଦନ କରୁଛି। ବାପା ଭାଇଙ୍କୁ ଅନ୍ତର ଧନ୍ୟବାଦ। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 Ma 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 ma